ଏମିତି ଗୋଟେ ସମୟ ହେଇଛି, ମୁଁ ଆଜି ନିଜେ ଅନୁତାପ କଲି ବଡ଼ ମୋବାଇଲ ଧରିବାର କାରଣ କ'ଣ। ମୁଁ ୟୁଟ୍ୟୁବ୍ ନିଶାରେ ପାଗଳ ହୋଇ ବଡ଼ ମୋବାଇଲ 20,000 25,000 ମୋବାଇଲ ଧରିକି ବି ମୁଁ ଭିଡ଼ିଓ ଆଜି ଆପଣମାନଙ୍କୁ ଏତେ ଗୋଟେ ଅନୁରୋଧ କରୁଛି। ନା ମୋର ୟୁଟ୍ୟୁବର ହେବାର ଇଚ୍ଛା ଅଛି, ଆଉ ନା ମୋ ଭିଡ଼ିଓ ବି ଭ୍ୟୁଜ୍ ଯିବା ଦରକାର ଅଛି। ଆଜିଠୁ ତ ମୁଁ ଅନୁରୋଧ କରିବି ସମସ୍ତଙ୍କ ୟୁଟ୍ୟୁବର ମୋର ଭାଇମାନଙ୍କୁ, ମୁଁ ଆପଣମାନଙ୍କୁ ଏତିକି ଅନୁରୋଧ କରୁଛି, ମୁଁ ଆଜିଠୁ ବଡ଼ ଫୋନ୍ ଛାଡ଼ିଦେବି। କାଲିଠୁ ଆପଣମାନଙ୍କ ପାଖକୁ ଭିଡ଼ିଓ ତ ଆଉ ଯିବ ନାହିଁ, କି ଆପଣମାନେ ମୋତେ ଗାଳି ବି ଦେବେ ନାହିଁ। ଆଉ ମୋ ଭିଡ଼ିଓକୁ ଯେଉଁ ପୋଷ୍ଟ ଯିଏ ମାରୁଥିଲା ତାକୁ ବି ମାରିବାକୁ ଆଉ ପଡ଼ିବ ନାହିଁ। କାହିଁକି ନା ମୋର ଗୋଟେ ଏମିତି ନିଶା ମୋବାଇଲରେ ହେଇଯାଇଥିଲା, ନା ମୁଁ କାମ କରିପାରୁଥିଲି ନା ଡ୍ୟୁଟି ଆସିପାରୁଥିଲି। କିଛିର କିଛି ଦିନ ମଧ୍ୟରେ ମୁଁ ଛୁଟି ବି ମାରୁଥିଲି, ଶୋଉଥିଲି ରୁମ୍ରେ। ୟୁଟ୍ୟୁବ୍ ଓ ଫେସବୁକ୍ ବା ଇନଷ୍ଟାଗ୍ରାମ୍ ଏମିତି ଗୋଟେ ମଣିଷକୁ ପାଗଳ କରୁଥାଏ, ସେ ବାଧ୍ୟ ହୋଇକି ନିଜେ ହିଁ ନିଜକୁ ଖରାପ କରିଦିଏ। ମୁଁ ଆଜିକି ଗୋଟେ ଅନୁରୋଧ ମାଗୁଛି, ଅନୁରୋଧ କରୁଛି, ପଛେ ଛୋଟ ଫୋନ୍ ଚଲେଇବି, କିନ୍ତୁ ଆଜିଠୁ ୟୁଟ୍ୟୁବ୍ ବା ଇନଷ୍ଟାଗ୍ରାମ୍ ବା ସବୁକିଛି ମୁଁ ଅନୁରୋଧ କରି ସବୁକିଛି ମୁଁ ଛାଡ଼ିଦେବି। ଆପଣମାନଙ୍କୁ କମେଣ୍ଟ ମାଧ୍ୟମରେ କେମିତି ଲାଗିଲା ଜଣାଇବେ। କିନ୍ତୁ ଭୁଲ ଡିସିସନ୍ ନେଇଛି ନା ଠିକ୍ ଡିସିସନ୍ ନେଇଛି।